ଏକ ଉଦିତ ତାରା ସରି ଆକାଶରେ ଉଦିତ ଏକ ତାରା ସେ କ'ଣ କରିଛି, ତାଙ୍କୁ ପଥ କଢ଼େଇ ନେଇ ସେ ବେଥଲିହିମର ସେଇ ଗୁହାଲ କୁଣ୍ଡରେ ପହଞ୍ଚେଇଛି। ଆଜି ଆମେ ଦେଖିବାକୁ ପାଉଛୁ ସେଇ ଶିଶୁର ଜନ୍ମ ଖବର ଯେତେବେଳେ ହେରୋଦ ରାଜାଙ୍କର କର୍ଣ୍ଣଗୋଚର ହୋଇଛି, ପଣ୍ଡିତମାନେ ହେରୋଦର ରାଜଉଆସକୁ ପହଞ୍ଚି ଯାଇଛନ୍ତି। ସେମାନେ କହୁଛନ୍ତି ଯେ ଗୋଟେ ଶିଶୁ ଜନ୍ମଗ୍ରହଣ କରିଛନ୍ତି, ସେ ରାଜା ଅଟନ୍ତି ଓ ତାଙ୍କୁ ଆମେ ଦେଖିବା ନିମନ୍ତେ ଆସିଛୁ। ସେ କହିଲେ ରାଜା ଗୋଟେ ଶିଶୁ, ପୁଣି ଆଉ ସେ ରାଜା ଘରକେ ଆସିକି ପଚରଉଛନ୍ ବୋଲେ ରାଜା नहीं जानबार ସେଟା ତାହେଲେ ଗୋଟେ ଇନସଲ୍ଟ ବିଷୟ, ଗୋଟେ ଲଜ୍ଜାର ବିଷୟ। କିନ୍ତୁ ପଣ୍ଡିତ ମାନେ ଦର୍ଶନ କରବାର୍ ଲାଗି ଅଲରେଡ଼ି ପହଞ୍ଚି ଗଲେନ। ତ ସେ ଈର୍ଷାନ୍ୱିତ ହେଇକରି ତାପରେ କ'ଣ କରିছে ଯେ ଷଡ଼ଯନ୍ତ୍ର କରିଛି। କାଲି ମୁଁ 2 ଅଧ୍ୟାୟର ତାର 16 ପଦ ପଢ଼ିକିରି ଶୁଣାଉଥିଲି, ପଢ଼ିବା। ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କର ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ ତଦନୁସାରେ 2 ବର୍ଷ ଓ ସେଥିରୁ ନ୍ୟୁନ ବୟସ୍କ ଯେତେ ବାଳକ ବେଥଲିହିମ୍ ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହି ସମସ୍ତଙ୍କୁ ବଦ୍ଧ କରାଇଲେ। ବେଥଲିହିମ୍ ଅଞ୍ଚଳରେ ଯେତେ ଲୋକ ଥିଲେ, ଯେତେ ଶିଶୁ ଥିଲେ, କେତେ ବର୍ଷର, 2 ବର୍ଷରୁ ତଳକେ ଯେତେ ପୁଅ ପିଲା ଥିଲେ ଓ ସନ୍ତାନ ସମସ୍ତଙ୍କୁ ସେ କ'ଣ କଲେ, ବଦ୍ଧ କଲେ। ତାର ଆଗରୁ ଆମେ ଗତ ବଡ଼ଦିନରେ ତାର ଆଗରୁ ମଧ୍ୟ ଶୁଣିଛୁ ଯେ ଏକ ବାଳକ ଜନ୍ମ ଗ୍ରହଣ କରିଛନ୍ତି, ଅଶେ କାଣ କରିବେ, ଆପଣା ଲୋକମାନଙ୍କୁ ପାପରୁ ଉଦ୍ଧାର କରିବେ, ପରିତ୍ରାଣ କରିବେ। এই ଜାଗାରେ ଦେଖୁଛୁ ଗୋଟେ ଶିଶୁ ଯେତେବେଳେ ରାଜା ଭାବରେ ଜନ୍ମଗ୍ରହଣ କରିଛନ୍ତି, ରାଜଉଆସରେ ନୁହଁ, ମାତ୍ର ଗୋଟେ ଗୁହାଳ କୁଣ୍ଡରେ। ଆଉ ସେ ଜାଗାରେ ସେମାନେ ଯାଇକରି ଦର୍ଶନ କଲା ପରେ ରାଜାମାନେ ନିହାତି ଭାବରେ ଲଜ୍ଜିତ ହେଇଯାଇଥିବେ। ଆଉ ସେ ଜାଗାରେ ଲେଖେ ଯେ ଆମେ ଜାଣିଛୁ ଯେ ରାଜାମାନଙ୍କର ରାଜା ଆଉ ପ୍ରଭୁମାନଙ୍କର ପ୍ରଭୁ ଅଟନ୍ତି ସେ ଖ୍ରୀଷ୍ଟ ମସିହ, ଯିଏକି ଜନ୍ମଗ୍ରହଣ କରିଅଛନ୍ତି। এই ସମ୍ବାଦ ଯେତେବେଳେ ରାଜା ପାଇଲେ, ରାଜା ଗୋଟେ କୁଚକ୍ରାନ୍ତ କଲେ, ଈର୍ଷାନ୍ୱିତ ହେଇକରି ମୁଇଁ ମୋର ଥଉ ଆଉ ଗୋଟେ ରାଜା କିପରି ଜନ୍ମଗ୍ରହଣ କରିବ। ସାଧାରଣ ଭାବେ ଆମେ ଯଦି ରାଜନୈତିକ ସ୍ତରରେ ଦେଖିବା କିମ୍ବା ଆଗ ପୂର୍ବ କାଳେ ଥିବା ରାଜାମାନଙ୍କର କାହାଣୀ ସବୁ ଶୁଣିବା, ଯେ ରାଜାର ପରେ ରାଜାର ପୁଅ ସେ ସିଂହାସନରେ ବସିକରି ସେ ଅଞ୍ଚଳକେ ଶାସନ କରୁଛି, କିମ୍ବା ତାର ରାଜାର ପୁଅ ପରେ ତାର ନାତି ଶାସନ କରୁଛି, ଯିଏକି ଯୋଗ୍ୟ ବିବେଚିତ ନେଇ ହେଇଥିଲେ ବି ସେମାନେ ସେ ରାଜଗାଦିକି ପାଇବେ ଏକା, ସେନ୍ତା ଗୋଟେ ଥିଲା। କିନ୍ତୁ এই ଜାଗାରେ ଦେଖୁଛୁ ଯୀଶୁଖ୍ରୀଷ୍ଟ ଯିଏକି ମସିହ ଅଟନ୍ତି, ଯିଏକି ଆମର ରାଜା ଅଟନ୍ତି, ରାଜାମାନଙ୍କର ରାଜା ଅଟନ୍ତି, ପ୍ରଭୁମାନଙ୍କର ପ୍ରଭୁ ଅଟନ୍ତି, ସେ ଯେତେବେଳେ ଜନ୍ମଗ୍ରହଣ କରିଅଛନ୍ତି ତାଙ୍କୁ କି ପ୍ରକାର ସୁରକ୍ଷା ଦିଆଯାଉଛି। ହେରୋଦ ରାଜା ଚକ୍ରାନ୍ତ କଲେ, ଷଡ଼ଯନ୍ତ୍ର କଲେ, ଈର୍ଷାନ୍ୱିତ ହେଇକରି। ଆଉ ସେ ଯେତେବେଳେ ସେ ଯୋଜନା କଲେ, এটা ଲେଖାଯାଇଛି ତଦନୁସାରେ 2 ବର୍ଷ ଓ ସେଥିରୁ ନ୍ୟୁନ ବୟସ୍କ ଯେତେ ବାଳକ ବେଥଲିହିମରେ ଥିଲେ ବା ସେ ଅଞ୍ଚଳରେ ଥିବେ, ସେ ସୀମା ମଧ୍ୟରେ ଥିଲେ, ସମସ୍ତଙ୍କୁ ମାରି ଦିଆଗଲା। ଆମେ ଦୈନିକାରେ ପଢ଼ୁଛୁ ଯେ ରକ୍ଷାକର୍ତ୍ତା ପରମେଶ୍ୱର ବୋଲିକରି। ପରମେଶ୍ୱରଙ୍କ ଯୋଜନା ଅଟେ ଯେ ଉଦ୍ଧାରକର୍ତ୍ତାକୁ ସେ ପ୍ରେରଣ କରିଛନ୍ତି, ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିବେ ଆଉ ପୃଥିବୀର ମନୁଷ୍ୟ ସମାଜ, ପୃଥିବୀର ଲୋକମାନେ ଉଦ୍ଧାରକୁ ପାଇବେ। ଏଇଟା ପରମେଶ୍ୱରଙ୍କ ଯୋଜନା ଅଟେ। ଆଉ ସେ ସମସ୍ତ ଯୋଜନାକୁ ସେ କ'ଣ କରିଛନ୍ତି ନା ଭାବବାଦୀ ମାନଙ୍କର ଦ୍ୱାରା ପ୍ରକାଶ କରିଅଛନ୍ତି, ସେ ସମ୍ବାଦକୁ ଜଣାଇଛନ୍ତି। ଆମେ ଏଇ ଯେଉଁ ଶାସ୍ତ୍ରାଂଶ ଆଜି ଅଧ୍ୟୟନ କରିଛୁ 15 ପଦ ଲେଖାଯାଇଛି, ଆଉ ହେରୋଦ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କର ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିଶରରୁ ଆମ୍ଭେ ଆପଣା ପୁତ୍ରକୁ ଆହ୍ୱାନ କଲୁ। ତାପରେ ଦେଖିବା 17 ପଦ ଲେଖାଯାଇଛି, ସେତେବେଳେ ଜିରିମୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା। ତାପରେ 23 ପଦରେ ଲେଖାଯାଇଛି, ଓ ନାଜରିତ ନାମକ ନଗରକୁ ଯାଇ ବାସ କଲେ, ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ, ଯେ ସେ ନାଜରିତର ବୋଲି ଖ୍ୟାତ ହେବେ।
नाजरित बोले बर्तमान आम इंग्लीश रे कहूँ प्रॉफिट बोली सॉरी भाववादी बोले भाववादी मानकर वाक्य जदि परमेश्वर को योजना देकर भाववादी माने बा प्रॉफिट माने वाक्य कहउछंती प्रोफेसी करूछंती ताहा केबे विफल हेब नाही सेथिर लगी जेतेला आमे प्रॉफिट मानकर पाके धाई पड़ुछु किसी गुड़े असुविधा है परिवार रे असुस्थता है परिवार रे हैं ताबरे किसी गुड़े चाकरी पाइबार थिबा हैं किसी गुड़े काम हेबार थिबा बोले आ किहे ई विषय रे ने जानन आमे सीधा प्रॉफिट निके जाऊँ बोली कहूँ किंतु प्रॉफिट अनेक समय अनेक विषय कहती 10टा विषय कहे 2टा विषय सफलीकृत हम आम जानलाटा यहाँ गोटे विषय से मैंने कहती ना ये जगह देखुच भाववादी जीशुकर विषय रे प्रकाश कर भाववादी मैंने से विषय परमेश्वर योजना मुताबिक है तेणुक परमेश्वर रक्षाकर्ता अटंती और शिशु जो अंचल थिले मध्य ना बेथलेहेम रे थाउ मिसर रे थाउ कि जिहुदा रे थाउ कि जे जगह रे थाउ तांकर प्रति यदि विपद अच्छे परमेश्वर कौन ना कौन प्रकार शिशु को रक्षा करुँच आम दैनिक पढ़ले स्पष्ट हो पार्छु प्रेज द लॉर्ड आउ से जगह काण कर इस परमेश्वर योजना को कहीं तामने खंडन करें नहीं परमेश्वर विरोध में कहीं जापारे नहीं भाववादी निजस्वर से कथा कहते नहीं प्रॉफिट जमा परमेश्वर वाक्य को से उपस्थापना करती लोक मान प्रति तो सेटा भूल हेबार नहीं कथा तेणुक आम ये वाक्य ये आज परमेश्वर जे सुरक्षादाता अटंती या आम टे सतर्क हवा जिते आम भाववादी मान भरोसा करुँ कौन से मनुष्य रूपी भाववादी उपर जिते आम भरोसा करुँ आम निज निजक सतर्क करवार अच्छी संभाषण रे आम बेसी मनोयोग देवा ना जदि भी आम मनोयोगी होचु और तदनुसार निजक प्रस्तुत करुचु आम आसिक सीधा शास्त्र को जीवार अच्छे शास्त्र मोदित आमर भाववाणी है कि नहीं शास्त्र मोदित प्रॉफिट आमको प्रोफेसी करिसंती कि नहीं इटा निहाती जानवार अच्छे जद्वारा आम काण करवा आम पाइथिबा वाक्य पाइथिबा संभाषण आमर जीवन सफलीकृत हेब और सेटा सफलीकृत हेबार द्वारा प्रभु परमेश्वर से महिमान्वित हेबे एटा परमेश्वर योजना ये पृथ्वी लोक मैंने पापरे पड़गले आंको कौन करवार अच्छे गोटे उद्धारकारी के दरकार अच्छे और से ईश्वर निजे योजना कले पुत्र को कौन कले से प्रेरण करवार द्वारा यीशु जगत को आसिले मनुष्य मानक मध्य सेवा कले मुक्तिर मार्ग को देखाइले उद्धार पथ को जणाइले प्रेम करवाटा सिखाइले सहभागितार जीवन में बढ़वाटा सिखाइले किपरि सहभागितार बढ़िबा से विषय को सिखाइले कौ जगार सहभागितार बढ़ी पार्ब सेटा भी से प्रस्तुत कले क्यों माने से सहभागिता रहिबे बोली ताहा मध्य प्रस्तुत कले एटा परमेश्वर योजना जे मनुष्य कि प्रकार भाव परित्राण पाइब से माथ्यू पुस्तक 1 लिखाई से आपणा लोक मानू कौन करेंगे समस्त पापरु परित्राण करेंगे मनुष्य मात्र के आम पापी हो विभिन्न प्रकार पाप रे आम पड़ जाइछु अबाध्यतार व्यभिचार लोभरे अविश्वस्ततार से समस्त पापरु आम किपरि उद्धार पाइबा परित्राणकर्ता मसीह को से प्रेरण कले परमेश्वर योजना अटे तेणु परमेश्वर जी रक्षाकर्ता अटंती सुरक्षादाता अटंती जदि आमर भी से प्रकार योजना रही आम पापरु उद्धार पाइबा रक्षा पाइबा तेणु आम पथभ्रष्ट हेबा नहीं कौन अन्य मनुष्य उपरे मनुष्यर वाक्य उपरे निर्भर न करी सदा प्रभुकर वाक्य रे निर्भर करी से वाक्य को लय रखिक से वाक्यर आज्ञाकारी हो आम कौन करवार अच्छे ना प्रभुकर पछे चलवार अच्छे प्रभु रक्षाकर्ता अटंती ये जगह आम दैनिक हेडिंग रे लिखुची जे रक्षाकर्ता होचंती परमेश्वर तार व्यतीत केही नाहंती जे कि आमको सुरक्षा दे पारिबे केवल परमेश्वर सुरक्षादाता अटंती से रक्षाकर्ता अटंती और परमेश्वर को योजना मुताबिक आम कौन करवार अच्छे निजको व्यवहार करवार अच्छे आम जदि पुरातन नियम को जीवा पुरातन नियम रे देखिबा जोसेफ रो विषय रे दानिएल रो विषय रे सदर अबेदनगो विषय रे आउ नूतन नियम को जदि जीवा पाउलंकर विषय रे देखिबा एटा परमेश्वर योजना है और से योजना रू से माने जेते भी
प्रकार परीक्षा तांकर सम्मुखरे आसु शैतानर चातुरिता आसु प्रतिकूल परिस्थिति जहाँ भी होना कहीं परमेश्वर से कौन कर सुरक्षा दे अछंती और परमेश्वर योजना द्वारा से जगह व्यवहार होती और द्वारा परमेश्वर गौरवान्वित महिमान्वित होती। हालेलुया हालेलुया हालेलुया। अनेक समय आम अनेक सभा समिति को जिते जाऊ उद्दीपना सभा मन को जाऊ जो जगह भल भाववादी जी कि प्रॉफिट बोली कहूँ जे जी भल भविष्यवाणी कर बोले से जगह को आम जाई से गोटे बाणी शुणबार लगे मात्र सुसमाचार गोटे वाक्य अटे जो सुसमाचार कि आम जीवन सुरक्षा दे पारे जो सुसमाचार कि आमर आमको परित्राण दे पारे जो सुसमाचार कि आमको उत्तम मार्ग देखाई पारे। यीशु जेतले जगत रे थिले से ईश्वर राज्य रूपक सुसमाचार प्रचार करुथिले। आम ईश्वर राज्य को प्रवेश करने निमंते आह्वान प्राप्त पृथकीकृत बछा जाइछु और तांकर पछे चलीछु मंडली मध्य अच्छु अन्य कौन कार्य नहीं ईश्वर राज्य रे प्रवेश करने निमंते किंतु सुसमाचार रूपक प्रचार को बा सुसमाचार को ग्रहण करने निमंते शुणा निमंते आम पाखरे समय नहीं कि आम से प्रति मनोयोगी हो न थाउ किंतु भाववादी मानकर वाक्य शुणा निमंते आमको बहुत भल लगे कारण से व्यक्तिगत विषय अटे मात्र समग्र मानव समाज पृथ्वीर जेते लोक अच्छा जेते भाषावादी लोक अच्छा समस्ते उद्धार पाइबा निमंते परमेश्वर योजना है सेटा अन्य किसी नहीं। आम भाववादी कथा मु विरोध में जाऊना किंतु भाववादी जहाँ कहती आम व्यक्तिगत जीवन निमंते कहती आम चाहिए मोर लगे स्वतंत्र गोटे वाक्यटे प्रोफेसीटे हो जो द्वारा मुई भी हाइलाइट है जिमी सभारे मोर ना उठू बोली आम भावसु और सेटा सेल्फिश जिनिस है स्वार्थपरता जिनिस है से मनुष्यर प्रोफेसी मनुष्यर भाववाणी रे आपण माने भरोसा युक्त होंतु नहीं। समय आसीबो आम भ्रष्ट होइबा विपद रे पड़िबा विनाश रे पड़िबा मात्र ईश्वर राज्य रूपक सुसमाचार प्रति आम जिते अधिक मनोयोगी हेबा ताहले प्रभु कौन करेंगे आमको रक्षा करेंगे से रक्षाकर्ता अटंती ये जगह आम पढ़ी अच्छु। जोसेफ कर जीवन में अनेक प्रकार उत्थान पथान है परमेश्वर योजना थिला जे से जाइकरी से जगह राजा हेबे और से राजा हेबार द्वारा तांकर गोत्र तांकर परिवार तांकर देश मान को से खाद्य जोगे पारे तांकर भाई माने उद्धार पाइबे। समय थिला जेतले से दर्शन देखले और तांकर बापा को कहले तांकर भाई मान को कहले से माने हे ज्ञान करते तुच्छ करते इता के परे आम मुड़िया मारुछु नेहला कथा थोड़ा परमेश्वर योजना परमेश्वर से विषय जन मात्र से विषय को से माने स्वीकार कले नहीं ग्रहण कले नहीं किंतु परमेश्वर सेटा करते बोली तांकर जीवन रे दिन प्रतिदिन अनेक प्रकार समस्या देखागला भाई मान द्वारा हैं आ विभिन्न कारागार से बंदी रहिले हैं आ से स्त्री द्वारा प्रलोभित हेले बेविचार लगी एते प्रतिघात समस्या आसला परे जदि से पड़ी जाइतांते परमेश्वर योजना सफल हो पारि न थांता मात्र से रक्षा पाइले कारण परमेश्वर होचंती हमर सुरक्षादाता परमेश्वर होचंती हमर रक्षाकर्ता जदि से हमको ए समस्त मध्य देई गला सत्य मध्य तांकर राज्य रे प्रवेश करबा निमंते हमको आह्वान करि अछंती पृथकीकृत करि अछंती ताहले निश्चित भाव रे आमे से सियोन रे प्रवेश करि पारबा। हालेलुया। प्रभु आम समस्त को अनुग्रह करंतु प्रस्तुत करंतु आमे जेपरि आमे परमेश्वर वाक्य प्रमाण आमे अपना अपना को सुरक्षित करि पारिबा। 19 पद लिखा जाइछे हेरोदंकर मृत्यु उतारे देख प्रभुंकर जड़े दूत मिसर रे जोसेफ को स्वप्न रे दर्शन दे कहिले उठ शिशु और ताहांकर माता को घेनी इस्राएल देश को गमन कर कारण जो माने शिशु को प्राण विनाश करने निमंते चेष्टा करुथिले सेमानकर मृत्यु घटी अछि। प्रेज द लॉर्ड। हालेलुया। शिशु जीशुंकर मृत्यु निमंते षड्यंत्र करने निमंते जो व्यक्ति से समस्त षड्यंत्र रचना करथिले से मृत्यु होइछंती दूतों द्वारा ये लिखा जाइए दूत मिसर रे जोसेफ को स्वप्न दे दर्शन दे कहले आगे जदि आम देखुचु से ही दूत आसिक मरियम को दर्शन दे कहले से ही दूत आसिक जोसेफ को दर्शन दे कहले तमे कहीं मरियम को परित्याग करुअछ
ସେ ଜଣେ ବ୍ୟକ୍ତି ଆଉ ସେ ଶିଶୁ ଯୀଶୁଙ୍କୁ କ'ଣ କରିଛନ୍ତି ସୁରକ୍ଷା କରିବା ନିମନ୍ତେ ଜଗତର ପିତାମାତାଙ୍କୁ ମଧ୍ୟ ସେ ରାସ୍ତା ଦେଖାଉଛନ୍ତି। ଆମେ ଗତକାଲି ଶୁଣୁଥିଲା ତାରା କ'ଣ କରିଥାଏ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇଥାଏ, ରାସ୍ତା ଦେଖାଇଥାଏ, ଆଉ ସେ ବିଶ୍ୱସ୍ତ ଥାଏ, ଆଉ ସେ ସତ୍ୟ ଅଟେ। ତେଣୁ ଦୂତଙ୍କର କଥା ଆମେ କେବେ ହେଲେ ମନ୍ଦତା ବୋଲି ଭାବିବା ନାହିଁ। ଦୂତଙ୍କର ସମ୍ଭାଷଣ ଆମେ ଯେତେବେଳେ ସ୍ୱପ୍ନ ଦର୍ଶନ ଦ୍ୱାରା ବାକ୍ୟ ଦ୍ୱାରା ଆମେ ବ୍ୟକ୍ତିଗତ ଭାବରେ ମଧ୍ୟ ପ୍ରଭୁଙ୍କର ବାର୍ତ୍ତାକୁ ଆମେ ଶୁଣୁଛୁ, ଜାଣୁଛୁ, ମାତ୍ର ଆମେ ତାଙ୍କୁ ରିସିଭ୍ କରୁନାହୁଁ। ସ୍ୱପ୍ନ ଦର୍ଶନରେ ଆସିଲା ବାକ୍ୟକୁ ଆମେ ବିଶ୍ୱାସ କରୁନାହୁଁ, ଯଦି ବି ବିଶ୍ୱାସ କରୁଛୁ ଭୁଲି ଯାଉଛୁ। କିନ୍ତୁ ସଭା ସମିତି ଉଦ୍ଦୀପନା ସଭାରେ ଯଦି ଆମେ ଯିବା, ଗୋଟେ ପ୍ରଫେସି ଗୋଟେ ଭାବବାଦୀ ଯଦି ଭାବବାଣୀ କରିବ ତାକୁ ମନେ ରଖିଥାଉ ଓ ସେ ଅନୁସାରେ ଆମେ ନିଜକୁ ପ୍ରସ୍ତୁତ କରୁଥାଉ। ମାତ୍ର ସେଇଟା ଅନେକ ସମୟରେ ତାକୁ କ'ଣ ସେଇ ସମସ୍ତ ବାକ୍ୟ କ'ଣ କରିଥାଏ ଆମକୁ ନଷ୍ଟ କରିଦେଇଥାଏ, ବିନାଶ କରିଦେଇଥାଏ। ମାତ୍ର ଏ ଯାଏ ଦେଖୁ ଯେଉଁ ଦୂତ ମରିୟମକୁ ଦର୍ଶନ ଦେଇକରି କହିଥିଲେ, ଯେଉଁ ଦୂତ ଯୋସେଫକୁ ଦର୍ଶନ ଦେଇକରି କହିଥିଲେ, ସେଇ ଦୂତ ଆଜି ଶିଶୁ ଯୀଶୁଙ୍କୁ କିପରି ଭାବରେ ମରିୟମ ଓ ଯୋସେଫର ସୁରକ୍ଷା ଦେବେ ସେ ବିଷୟ ମଧ୍ୟ ଜଣାଉଛନ୍ତି। ଆଜି ବେଥଲେହେମକୁ ଯାଅ, ଆଜି ମିଶରକୁ ଯାଅ, ଆଉ ବିଭିନ୍ନ ସ୍ଥାନକୁ ଯାଅ, ସେ ଜାଗାରେ ତୁମର ବିପଦ ଅଛି ବୋଲିକିରି ଉଠିକରି ତୁମ ସ୍ତ୍ରୀକେ ନେଇକରି ଯାଅ ବୋଲି ସେ ସବୁ ବିଷୟ ଦୂତଙ୍କର ଦ୍ୱାରା ପରମେଶ୍ୱର କ'ଣ କରିଛନ୍ତି ନା ସୁରକ୍ଷା ଦେଉଛନ୍ତି। ତ ଖ୍ରୀଷ୍ଟରେ ମୋର ପ୍ରିୟ ଲୋକମାନେ, ଆମେ ଯେତେବେଳେ ପ୍ରଭୁଙ୍କ ଠାରେ ଭରସା କରୁଛୁ ସେଇ ପରମେଶ୍ୱର ହିଁ ଆମର ରକ୍ଷାକର୍ତ୍ତା ଅଟନ୍ତି, ସେ ପରମେଶ୍ୱର ହିଁ ଆମର ସୁରକ୍ଷାଦାତା ଅଟନ୍ତି, ସେ ପରମେଶ୍ୱର ହିଁ ଆମର ମାର୍ଗଦର୍ଶନ ଅଟନ୍ତି। ତେଣୁ ସବୁବେଳେ ସବୁ ପରିସ୍ଥିତିରେ ସବୁ ସମୟରେ ଆମେ କ'ଣ କରିବାର ଅଛି ପରମେଶ୍ୱରଙ୍କ ଉପରେ ନିର୍ଭର କରିବାର ଅଛି, ପରମେଶ୍ୱରଙ୍କ ବାକ୍ୟକୁ ଶୁଣିବାର ଅଛି, ପରମେଶ୍ୱରଙ୍କ ପ୍ରତି ଆମକୁ ମନୋଯୋଗୀ ହେବାର ଅଛି। ଏ ଜାଗାରେ ଯେତେବେଳେ ସେ ଷଡ଼ଯନ୍ତ୍ରକାରୀ ମୃତ୍ୟୁବରଣ କଲା, ତାର ଯୋଜନା ସବୁ ସରିଗଲା, ସେତେବେଳେ ଦୂତ ଆସିକରି ତାଙ୍କୁ ସମ୍ବାଦ ଦେଉଛନ୍ତି। ତ ଜଗତରେ ଆଉ ସ୍ୱର୍ଗରେ ସବୁ ଜାଗାରେ ସେ କ'ଣ ଜଗତରେ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଆମେ ଯେତେବେଳେ ଯାଉଥିବା ଦୂତ କ'ଣ କରିବେ ଆମକୁ ସୁରକ୍ଷା ଦେବେ, ଆଉ ସେ ଦୂତ ପରମେଶ୍ୱରଙ୍କ ଦୂତ ଅଟନ୍ତି, ଅଲଗା କୌଣସି ବ୍ୟକ୍ତି ନୁହଁ। ଆମେ ବାକ୍ୟରେ ଲେଖିଛୁ, ଶୁଣିଛୁ, ଜାଣିଛୁ ବି ଯେ ଅନେକ ସମୟରେ ଶୈତାନ ବି କାଣା କରିଛି ଦିବ୍ୟ ଦୂତ ଧାରଣ କରିକରି ଆସି କଥା କହିଛି। ତ ଦୂତଙ୍କୁ ଚିହ୍ନବାଟା ବି ଆମ ଲାଗି ଗୋଟେ ମୁଖ୍ୟ ବିଷୟ ଅଟେ। ବାକ୍ୟକୁ ଶୁଣିବାଟା କାହାର ଦ୍ୱାରା ବାକ୍ୟ ହେଉଛି, କି ପ୍ରକାର ବାକ୍ୟ ହେଉଛି, ସେ ବାକ୍ୟ ଯୁକ୍ତିଯୁକ୍ତ ଅଟେ କି ନାହିଁ ବୋଲିକିରି ଆମେ ଶାସ୍ତ୍ରକୁ ନେଇକରି ଆମକୁ ଧ୍ୟାନ କରିବାକୁ ପଡ଼ବା। ଆମେ ଯେନ୍ତା ଆମର ଚେହେରା ବହୁତ ପାଉଡ଼ର ବିଭିନ୍ନ ପ୍ରକାର ପରଫ୍ୟୁମ୍ ଲଗେଇକରି ଆମେ ନିଜକେ ସଜେଇ ହେସୁଁ, କିନ୍ତୁ ବାସ୍ତବରେ ଆମର ସାଜସଜ୍ଜା ଠିକ୍ ଅଛି କି ନାହିଁ ଅଛି ବୋଲିକିରି ଯେତେବେଳେ ଆମେ ନିହାତି ଦର୍ପଣ ପାଖକେ ଯାଇକରି ଦେଖୁଛୁ। ସେନ୍ତା ଆମେ ଯାହା କିଛି ବି ଶୁଣୁଛୁ, ଯାହା କିଛି ବି ଆମର ଜୀବନରେ ଘଟୁଛି, ସେ ସମସ୍ତ ବିଷୟ ବାକ୍ୟ ମୋଦିତ କି ନାହିଁ ଆମକେ ପହଲା ଦେଖବାକୁ ପଡ଼ବା, ପହଲା ବିଷୟ। ଦ୍ୱିତୀୟ ବିଷୟ ହେଲା ଆମେ ଦୂତର ସମ୍ଭାଷଣକୁ ମଧ୍ୟ ଶୁଣିବାର ଅଛି, ଯେ ସେଟା ପ୍ରକୃତରେ କେଉଁ ଦୂତ, ଗାବ୍ରିଏଲ ଦୂତ ନା ଲୁସିଫର ଦୂତ, ଏହା ଆମକୁ ଜାଣିବାକୁ ପଡ଼ବା। ବହୁତ ପ୍ରକାର ଅଛନ୍ତି। ଶୈତାନ ବି କ'ଣ କରେ ନା ଦିବ୍ୟ ଦୂତ ଧାରଣ କରି ଆସିକରି ଅନେକ କଥା କହିଥାଏ। ତ ଏ ଜାଗାରେ ଶିଶୁ ଯୀଶୁଙ୍କୁ ରକ୍ଷା କରିବା ନିମନ୍ତେ ପରମେଶ୍ୱର କ'ଣ କରିଥିଲେ ଦୂତମାନଙ୍କୁ ଇସ୍ତେମାଲ କରିଥିଲେ। ସେହିପରି ଆମକୁ ମଧ୍ୟ ଦୂତମାନଙ୍କୁ ଦିଆଯାଇଅଛି ଆମର ସୁରକ୍ଷା ଦେବା ନିମନ୍ତେ। ପ୍ରଭୁ ଅନୁଗ୍ରହ କରନ୍ତୁ, ଆମେ ଯେକୌଣସି ପରିସ୍ଥିତିରେ ଥାଉ ନା କାହିଁକି ପ୍ରଭୁ ଆମକୁ କ'ଣ କରିବେ ତାଙ୍କର ବାକ୍ୟ ଦେଇ ଆମକୁ ସୁରକ୍ଷା ଦେବେ। ପହଲା ବିଷୟ ତାଙ୍କର ଦୂତଙ୍କର ଦେଇ ଆମକୁ ସୁରକ୍ଷା ଦେବେ। ଦ୍ୱିତୀୟ ବିଷୟ ଆଉ ପ୍ରଭୁ କ'ଣ କରିବେ ତାଙ୍କର କାର୍ଯ୍ୟକୁ ସେ ସଫଳୀକୃତ କରିବେ। ସେଥିରେ ସେ ଉଠି ଶିଶୁ ଓ ତାଙ୍କର ମାତାଙ୍କୁ ଘେନି ଇସ୍ରାଏଲ ଦେଶକୁ ଆସିଲେ। ମାତ୍ର ଆଖିଲାୟ ଆପଣା ପିତା ହେରୋଦଙ୍କର ସ୍ଥାନରେ ଯିହୁଦା ପ୍ରଦେଶରେ ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ। କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲିଲି ଅଞ୍ଚଳକୁ ପଳାଇଗଲେ ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ ଯେ ସେ ନାଜରିତରୁ ବୋଲି ଖ୍ୟାତ ହେବେ। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆଜିର ଏହି ବାକ୍ୟ ଆମକୁ ସତର୍କ କରେ ଆଉ ଆମର ଜୀବନକୁ ପ୍ରସ୍ତୁତ କରିବା ନିମନ୍ତେ ଉତ୍ସାହିତ କରେ। ଆମେ ଯେତେବେଳେ ପ୍ରଭୁରେ ଅଛୁ, ପ୍ରଭୁଙ୍କର ଭରସା କରୁଛୁ, ମନେ ରଖୁ ପ୍ରଭୁଙ୍କର ବାକ୍ୟ ମୋଦିତ ଜୀବନ ଅତିବାହିତ କରୁ, କୌଣସି ମନୁଷ୍ୟର ନୁହଁ।
ଜଣେ ବ୍ୟକ୍ତି ଥିଲେ, ସେ ହେଉଛନ୍ତି ଆମର ସୁରକ୍ଷାଦାତା ପରମେଶ୍ୱର। ଆଉ ସେ କ'ଣ କଲେ? ଯୀଶୁଙ୍କୁ ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପଠାଇଲେ। ଯଦି ସେ ଆସିକରି ସେବା କଲେ, କ୍ରୁଶରେ ମୃତ୍ୟୁବରଣ କଲେ, ପୁନରୁତ୍ଥିତ ହେଲେ, ସ୍ୱର୍ଗକୁ ଗଲେ ଆଉ ସେ ନେବାର ଲାଗି ଆସିବେ। ତ ଏ ଜଗତ ମଧ୍ୟରେ ଆମେ ସୁରକ୍ଷିତ ଭାବରେ ରହିଥିବାଟା ବି ଆମର ଗୋଟେ ଦାୟିତ୍ୱ। ଆମେ ଯଦି ଜଗତ ମଧ୍ୟରେ ସାକ୍ଷୀ ହେଇଥିବା, ସୁରକ୍ଷିତ ରହିଥିବା, ଦିନେ ସମୟ ଆସିବ ଦୂତଙ୍କର ସହିତ ସେ ଯୀଶୁ ନିଜେ ଆସିବେ ଆଉ ସେ ଆମକୁ ନେଇଯିବେ। ଆମର ପ୍ରସ୍ତୁତି ଜଗତ ମଧ୍ୟରେ ଠିକ୍ ଭାବରେ ଥାଉ, ବାକ୍ୟ ଅନୁସାରେ ଥାଉ, ଈଶ୍ୱରଙ୍କ ଯୋଜନା ମୁତାବିକ ଥାଉ, ଯଦ୍ୱାରା ଆମେ ଯେତେବେଳେ ପ୍ରଭୁ ଆସିବେ ଆମେ ତାଙ୍କ ସହିତ ମେଘମାଳାରେ ଉପରକୁ ଯିବା। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେତେ ଜଣ ବସିଛୁ ଆମେ ସତର୍କ ହେବା, ଜାଗ୍ରତ ହେବା। କେଉଁଠାରୁ କେଉଁ ବ୍ୟକ୍ତିଠାରୁ କିପରି ବାକ୍ୟ ଆସୁଛି ତାହା ବାକ୍ୟ ମୋଦିତ କି ନାହିଁ, ଆମେ ବାକ୍ୟ ସହିତ ଯଦି ଜଡ଼ିତ ଥିବା ତାହେଲେ ନିଶ୍ଚିତ ଭାବରେ ପ୍ରଭୁ ଆମକୁ ସଜାଗ କରିବେ, ଜାଗ୍ରତ କରିବେ। ଆମେ ଦୂତଙ୍କର ସହିତ ଯଦି ଆରାଧନା କରୁଛୁ, ଦୂତଙ୍କର ସହିତ ଯଦି ପ୍ରାର୍ଥନା କରୁଛୁ, ଆମର ପ୍ରାର୍ଥନା ଆରାଧନାରେ ଯଦି ଦୂତମାନେ ଅଛନ୍ତି ତାହେଲେ ଦୂତଙ୍କର ରବ, ଦୂତଙ୍କର ଉପସ୍ଥିତି ମଧ୍ୟ ଆମେ ଜାଣିପାରିବା। ଯଦି ଆମର ସମ୍ପର୍କ ଠିକ୍ ଅଛି ବାକ୍ୟ ସହିତ, ଦୂତଙ୍କର ସହିତ, ପରମେଶ୍ୱରଙ୍କ ସହିତ, ତାହେଲେ ପରମେଶ୍ୱର ସବୁ ପରିସ୍ଥିତିରେ ସେ ଆମକୁ ରକ୍ଷା କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ସେଇ ତାଙ୍କର ଅନନ୍ତକାଳୀନ ଯୋଜନା ଅଟେ ଯେ ସବୁ ଜାତି ଗୋଷ୍ଠୀ, ସବୁ ସମ୍ପ୍ରଦାୟର ଲୋକମାନେ ଯୀଶୁଙ୍କ ଦ୍ୱାରା, ଯୀଶୁଙ୍କ ଦେଖାଇଥିବା ପଥ ଦ୍ୱାରା, ଯୀଶୁଙ୍କର ବାକ୍ୟ ଦ୍ୱାରା ସେମାନେ ସୁରକ୍ଷିତ ରହନ୍ତୁ, ଅସିୟନରେ ପ୍ରବେଶ କରନ୍ତୁ। ପ୍ରଭୁ ଆମକୁ ମଣ୍ଡଳୀ ମଧ୍ୟରେ ରଖିଅଛନ୍ତି। ମଣ୍ଡଳୀରେ ଥାଇକରି ଶିକ୍ଷା, ଚେତନା, ପରାମର୍ଶ ପାଇକରି ଆମେ କ'ଣ କରିବାର ଅଛି? ପ୍ରଭୁଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ହେବାର ଅଛି। ଯାହାକି ଦୂତ ଆସିକରି ବିଭିନ୍ନ ସ୍ଥାନରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆମକୁ ଏ ବ୍ୟକ୍ତିବିଶେଷମାନଙ୍କୁ ସତର୍କ କରୁଅଛନ୍ତି। ଦିନେ ପ୍ରଭୁ ଆସିବେ, ଆମର ସହିତ ଆମକୁ କ'ଣ କରିବେ? ନେଇଯିବେ, ତାଙ୍କ ନିକଟବର୍ତ୍ତୀ କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେପରି ବାକ୍ୟ ପ୍ରତି ମନୋଯୋଗୀ ହେବା, ବାକ୍ୟ ସହିତ ଜଡ଼ିତ ଥିବା, ତାହେଲେ ନିଶ୍ଚିତ ଭାବରେ ସେ ସୁରକ୍ଷାଦାତା ପରମେଶ୍ୱରଙ୍କ ଦ୍ୱାରା ଆମେ ସୁରକ୍ଷିତ ରହିବା। ଆଉ ତାଙ୍କର ଯୋଜନା ଆମର ପ୍ରତି ଯାହା ରହିଛି ତାହା ଆମ ଜୀବନରେ ସଫଳୀକୃତ ହେବ ଆଉ ପ୍ରଭୁ ମହିମାନ୍ୱିତ, ଗୌରବାନ୍ୱିତ ହେବେ। ପ୍ରେଜ୍ ଦ ଲର୍ଡ। ଆସ ଆମେ ପ୍ରାର୍ଥନା କରିବା। ଆମ ମଧ୍ୟରେ ବାବୁ ଅଛି, ସେ ଆମକୁ ପ୍ରାର୍ଥନା